हेलो हाय नमस्कार ମୁଁ ଆପଣଙ୍କୁ ଅତି ପ୍ରିୟ ମିଷ୍ଟର ଶଙ୍କର ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣଙ୍କ ଚ୍ୟାନେଲ ମିଷ୍ଟର ଶଙ୍କର ତ ନିହାତି ଭାବରେ 2025 ର ରଜ ଉପଲକ୍ଷେ ଓଡ଼ିଆ ଇଣ୍ଡଷ୍ଟ୍ରି ତରଫରୁ ଗୋଟେ ଭୂତ ମୁଭି ଆସିଥିଲା ଯାହାର ଟାଇଟଲ ଥିଲା ବୋଉ ବୁଟୁ ଭୂତ ବୁଝିଲେ। ତ ବୋଉ ବୁଟୁ ଭୂତ ମୁଭିରେ ଯୋଉ ଲିଡ ରୋଲ ପ୍ଲେ କରିଥିଲେ ବାବୁସାନ ମହାନ୍ତି ତାଙ୍କର ଆଉଟଷ୍ଟାଣ୍ଡିଂ ପରଫର୍ମାନ୍ସକୁ ନେଇକି ଦର୍ଶକ ମାନେ ପୁରା ଆଚମ୍ବିତ। ତା ସହିତ ଭୂତର ଯୋଉ ମାନେ କେମିଷ୍ଟ୍ରି ରହିଥିଲା ମୁଭିରେ ଯୋଉ ତଡକାଟା ଥିଲା ଆଜ୍ଞା ସେ ଅଲଗା ଲେଭେଲରେ ମାହୋଲ ଗରମ କଲା। ଆଉ ବକ୍ସ ଅଫିସରେ ଗୋଟେ ସୁନାମଧନ୍ୟ ମୁଭି ହେଇକି ବାହାରିଲା ଆଉ ବକ୍ସ ଅଫିସରେ ଇତିହାସ ସୃଷ୍ଟି କଲା। ଆଉ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଓଡ଼ିଆ ମୁଭିକୁ ଏଇ ଲେଭେଲରେ ନେଇକି ଆଜ୍ଞା ଏଇ ଲେଭେଲରେ ପହଞ୍ଚେଇ ଦେଲା ସେ ମୁଭିଟା। ତ ସେଇପରିକା ସିଦ୍ଧାର୍ଥ ପ୍ରଡକ୍ସନ ହାଉସରେ ଗୋଟେ ମୁଭି ରିଲିଜ ହେବା ପାଇଁ ଯାଉଛି ଯାହାର ଟାଇଟଲ ଅଛି ଦର୍ପଣ ବୁଝିଲେ। ତ ଦର୍ପଣ ମାନେ ତ ଆପଣ ମାନେ ଜାଣିଥିବେ ଗୋଟେ ମିରର। ତ ସେଇ ଆମେ ତ ଦୈନନ୍ଦିନ ଜୀବନରେ ମିରର ଦେଖୁ ନିଜର ଚେହେରାକୁ ଦେଖୁ କେମିତି ଦେଖାଯାଉଛି କେମିତି ନାହିଁ। ସକାଳେ ହଉ ସନ୍ଧ୍ୟାବେଳେ ହଉ ଦିନରେ ହଉ ରାତିରେ ହଉ ଯେତେବେଳେ ହେଲେ ବି ଆମେ ଦେଖୁ ମିରରକୁ ବୁଝିଲେ। ତ ନିହାତି ଭାବରେ ସେଇ ମିରର ର ପଛର କାହାଣୀ କୋଉ ଭଳିଆ ଅଛି ଗୋଟେ ଭୂତ ସବଜେକ୍ଟକୁ ନେଇକି ମେକର୍ସ ମାନେ ଆଣୁଛନ୍ତି ଦର୍ପଣ। ଦର୍ଶକ ମାନେ ଭାରି ବର୍ତ୍ତମାନ ସେ ୱେଟ୍ କରିଛନ୍ତି କାହିଁକି ନା ଯୋଉ ବୁକ୍ ମାଇ ଶୋ ଅଛି ବୁଝିଲେ ସେ ବୁକ୍ ମାଇ ଶୋ ରେ ପାଖାପାଖି 1.5K ବହୁତ ପୂର୍ବରୁ ହିଁ ଇଣ୍ଟରେଷ୍ଟ ଓଡ଼ିଆ ମାନେ କରିଦେଇଥିଲେ। ଏବେ ତ ପାଖାପାଖି 2K ପହଞ୍ଚା ପହଞ୍ଚି ହେଇଯାଇଥିବ। ତ ଲୋକମାନଙ୍କର ରିଆକ୍ସନ ଆସୁଛି ମୁଭି ପ୍ରତି ଏକ୍ସାଇଟମେଣ୍ଟ ଅଛନ୍ତି ଦର୍ଶକ ମାନେ ବୁଝିଲେ। ଆଉ ମେକର୍ସ ମାନେ ବି ଭାରି ଭରକମ ସେ ଏକ୍ସାଇଟମେଣ୍ଟ ଅଛନ୍ତି ଦର୍ଶକ ମାନଙ୍କୁ ଭେଟି ଦେବା ପାଇଁ ଏଇ ମୁଭିଟା। ନିହାତି ଭାବରେ ଏଇ ମୁଭିର ଯୋଉ ସେନ୍ସର ସାର୍ଟିଫିକେଟ ଅଛି ସେଟା ଏ ସାର୍ଟିଫିକେଟ ବୁଝିଲେ। ତ ଏହି ଦର୍ପଣ ମୁଭିର ଯୋଉ ପ୍ରତ୍ୟେକଟି ରାଇଟ୍ସ ଅଛି ବୁଝିଲେ ଯେମିତି କି ମ୍ୟୁଜିକ ରାଇଟ୍ସ ସାଟେଲାଇଟ ରାଇଟ୍ ଓଟିଟି ରାଇଟ୍ ଯୋଉ ଟିଭିରେ ଦେଖେଇବାର ସେଟା ରାଇଟ୍ ଥିଏଟର ରାଇଟ୍ ଯେତେ ବି ସବୁ ରାଇଟ୍ ଅଛି ସେ ରାଇଟ୍ସ ଗୁଡାକ ଆମର ଯୋଉ ସିଦ୍ଧାର୍ଥ ୟୁଟ୍ୟୁବ ଚ୍ୟାନେଲ ଅଛି ବା ସିଦ୍ଧାର୍ଥ ପ୍ରଡକ୍ସନ ହାଉସ ଅଛି ସେମାନେ ବାଇ କରି ନେଇଛନ୍ତି ବୁଝିଲେ ନା। ତ ନିହାତି ଭାବରେ କେତେ ଆମାଉଣ୍ଟରେ ମାନେ ସେଟା ବିକ୍ରି ହେଲା କେତେ କଣ ହେଲା ସେଇଗୁଡା ତ ଅଫିସିଆଲ ଭାବରେ କିଛି ବି ଷ୍ଟେଟମେଣ୍ଟ ଏବେ ସୁଦ୍ଧା ଆସିନାହିଁ। ହେଲେ ଏତିକି ଆସିଛି ଯେ ସିଦ୍ଧାର୍ଥ ଯୋଉ ପ୍ରଡକ୍ସନ ହାଉସ ଅଛି ସେ ପ୍ରଡକ୍ସନ ହାଉସ ଦର୍ପଣ ମୁଭିର ପ୍ରତ୍ୟେକଟି ମାନେ ରାଇଟ୍ସ କୁ ସେ ମାନେ ବାଇ କରି ନେଇଛି ଆଜ୍ଞା। ତ ନିହାତି ଭାବରେ ସିଦ୍ଧାର୍ଥ ଯୋଉ ପ୍ରଡକ୍ସନ ହାଉସ ଅଛି ସେ ଆମ ଓଡିଶାର ଗୋଟେ ନାମୀ ଦାମୀ ପ୍ରଡକ୍ସନ ହାଉସ ବୁଝିଲେ। ତ ସିଏ ଯଦି ମୁଭିଟାକୁ ପ୍ରମୋଟ କରୁଛନ୍ତି ସେ ଯଦି ମୁଭିର ପ୍ରତ୍ୟେକଟି ରାଇଟ୍ସକୁ ମାନେ ବାଇ କରୁଛନ୍ତି ତ ନିହାତି ଭାବରେ ତାଙ୍କୁ ବହୁତ ଆଟ୍ରାକ୍ଟିଭ ଲାଗିଥିବ। ଆଉ ସେ ଗୋଟେ ନାମୀ ଦାମୀ ପ୍ରଡକ୍ସନ ହାଉସ ଏମିତିକା ନୁହେଁ ବୁଝିଲେ। ସେ ଯାହା ବି କରନ୍ତି ଭାବି ଚିନ୍ତିକି ଆଜ୍ଞା କରନ୍ତି। ତ ନିହାତି ମାତ୍ରାରେ ମୁଭିରେ ସେଇ ସବୁ ଜିନିଷ ଅଛି ଯୋଉ ସବୁ ଜିନିଷ ଲୋକମାନଙ୍କୁ ଆଟ୍ରାକ୍ଟ କରିପାରିବ। ମୁଭିରେ ସେଇ ସବୁ ଏଲିମେଣ୍ଟ ଅଛି ଯୋଉ ସବୁ ଏଲିମେଣ୍ଟକୁ ଲୋକମାନେ ଖୋଜୁଛନ୍ତି। ମୁଭିରେ ସେଇ ସବୁ ଜିନିଷକୁ ନେଇକି ହେଇଛି ଯୋଉ ସବୁ ଜିନିଷ ଲୋକମାନେ ଏବେ ଖୋଜୁଛନ୍ତି ଆଜ୍ଞା। ଏଇ ସବୁ ଜିନିଷ ଭିତରେ ହିଁ ମୁଭିଟା ଅଛି ବୋଲି ସିଦ୍ଧାର୍ଥ ଯୋଉ ପ୍ରଡକ୍ସନ ହାଉସ ଅଛି ଏଇ ମୁଭିଟାକୁ ସେ ଆଜ୍ଞା ବାଇ କରି ନେଇଛି ବୁଝିଲେ। ଏଇଟା ହିଁ ଗୋଟେ ପ୍ରାଉଡ କଥା କାହିଁକି ନା ସିଦ୍ଧାର୍ଥ ମାନେ ଆଉ ଗୋଟେ ମୁଭି ଭେଟି ଦେବା ପାଇଁ ଯାଉଛନ୍ତି ଥିଏଟର ମାଧ୍ୟମରେ ଦର୍ଶକ ମାନଙ୍କୁ ଦର୍ପଣ ମୁଭି ମାଧ୍ୟମରେ ଆଜ୍ଞା। ଗୋଟେ ତ ମୁଭି ଦେଇଦେଲେ ବୋଉ ବୁଟୁ ଭୂତ 20 କୋଟି ବକ୍ସ ଅଫିସରେ କଲେକ୍ସନ କଲା। ଆଉ ଗୋଟେ ମୁଭି ଦେଇଦେବେ ଦର୍ପଣ ଇଏ କେତେ କୋଟି ବକ୍ସ ଅଫିସରେ କଲେକ୍ସନ କରିଛି ସେଟା ଦେଖିବାରେ ବାକି ରହିଲା। ହେଲେ ଏହି ମୁଭିର ଯିଏ ଡାଇରେକ୍ଟର ଅଛନ୍ତି ବୁଝିଲେ ନା ଭରତ ପୁଷ୍ପ ରାଜ ସାର୍ ତ ତାଙ୍କୁ ଭାରି ବର୍ଷ ସେ ମୁଁ ଶୁଭେଚ୍ଛା ଜଣାଉଛି ଯେ ମୁଭି ପ୍ରତି ତାଙ୍କର ବେଷ୍ଟ ୱିଶେସ୍ ବୁଝିଲେ ନା। ବହୁତ ଭଲ କଲେକ୍ସନ କରୁ ମୁଭିଟା ବହୁତ ଭଲ ମାତ୍ରାରେ ଲୋକମାନଙ୍କୁ ଟାଣୁ ଆଉ ବହୁତରୁ ବହୁତ ମାତ୍ରାରେ ଲୋକମାନେ ମୁଭିଟାକୁ ଦେଖନ୍ତୁ ଏନ୍ଜୟ କରନ୍ତୁ ଆପ୍ରିସିଏଟ କରନ୍ତୁ ବୁଝିଲେ ନା ମେକର୍ସ ମାନଙ୍କୁ। କାହିଁକି ନା ମେକର୍ସ ମାନେ ବହୁତ କଷ୍ଟ କରିକି ଆଜ୍ଞା ମୁଭିଟାକୁ ବନେଇଥାନ୍ତି ବୁଝିଲେ। ଏବେ ତ ବହୁତ କଷ୍ଟ ଲାଗୁଛି ଓଡିଆ ଫିଲ୍ମ ଚାଲିବା ପାଇଁ ଆଜ୍ଞା ଥିଏଟର ଦଉନାହାନ୍ତି ଏଇ ଟାଇପର ସବୁ ବଡ ବଡ ସିଟି ମାଧ୍ୟମରେ ଗୋଟେ ପ୍ରୋବ୍ଲେମ ଦେଖାଯାଉଛି। ତ ସେଇଟା କେମିତି ସଲ୍ଭ ହବ ମୋର ତ କିଛି ବୁଦ୍ଧି ବାଟ ଜଣା ପଡୁନି। ମେକର୍ସ ମାନେ ମଧ୍ୟ ଆଜ୍ଞା ପୁରା ଅନୁରୋଧ ପରେ ଅନୁରୋଧ କରି ଚାଲିଛନ୍ତି ସରକାରକୁ ମଧ୍ୟ। ହେଲେ ସରକାର ବି କିଛି ମାନେ ସୁବିଧା ସୁଯୋଗ କରୁନାହାନ୍ତି କି ସରକାର ବି କିଛି ବୁଝୁନାହାନ୍ତି ଯାହା ଫଳରେ ମେକର୍ସ ମାନେ ବହୁତ ହନ୍ତସନ୍ତ ଆଜ୍ଞା ହଉଛନ୍ତି ବୁଝିଲେ। ଏକରେ ତ ଏଇ ମୁଭିର ଯୋଉ ସେନ୍ସର ସାର୍ଟିଫିକେଟ ଅଛି ସିଏ ଏ ରେଟେଡ ତାପରେ ମଧ୍ୟ ଥିଏଟର ନ ମିଳିଥିବାରୁ ଏଇ ମୁଭିର ରିଲିଜ ଡେଟ୍ ଆଜ୍ଞା ଗତି ମାତ୍ରାରେ ବଢି ଚାଲିଲା। ନଭେମ୍ବର 7ରେ ରିଲିଜ ହଉଥିବା ମୁଭି ପାଖାପାଖି ନଭେମ୍ବର 20 ରୁ 25 ତାରିଖ ଭିତରେ ଆଜ୍ଞା ରିଲିଜ ହବ।
तो ऑफिशियल भाव में अनाउंसमेंट करना मेकर्स मैंने केबे रिलीज होची केबे कौन निहाती भाव में जिते जहाँ भी हम मुझे सीधा सड़क भाव में मिस्टर शंकर एबी चैनल माध्यम आज्ञा जनईदेवी बुझे ना। तो देखु यही मूवी रे भरपूर माध्यम गोटे लव एंगल अच्छी बुझे गोटे एमतीका गोटे सब्जेक्ट अच्छी रहस्यमय सब्जेक्ट जो रहस्यमय विषय वस्तु ही स्क्रिप्टा घूर आ मूवीटा पूरा अलग लेवल धाकड़ मचेब अलग लेवल सस्पेंस क्रिएट कर दर्शक मान पूरा सीट आज्ञा एमती जाबुड़ी धरिकी रे एलिमेंट देते बोली माने कहते मेकर्स माने तो निहती भाव में से जिनसटा ही हो लोक मैंने एंजॉय हूँ एंजॉय करूँ। बहुत वर्ष पूर्व आज्ञा भूत मुवी बारंबार आसूला ओडिया फिल्म जगत में हेले बहुत वर्ष पर बहु गुट भूत आसला तापर दर्पण आसूची तो निहती भाव में सपोर्ट मिलवा दरकार तेबे हेले मेकर्स माने भी रेडी प्रस्तुत होइकी मूवी गोटे पर गोटे ये मूवी आनिबे लोक मानकू पसंद लगे लोक मैंने देखिए बुझला ना। निहती भाव में ओडिया फिल्म जगत आज्ञा गति करिवो गति मात्रा रे वृद्धि करिवो ओडिया फिल्म बुझले ना। तो निहती भाव में सपोर्ट दरकार आपण माने सपोर्ट करंतु आपण माने जाइकी देखंतु थिएटर रे मूवी रे जाय भी आसुची बुझले आ निहती भाव में एंजॉयफुल हेबे काहे ना मूवी आज्ञा से भलिया अछि टिके ले भी निराश करैबो नै फुल टू पैसा वसूल पैसा जमार भी आपनकर वेस्ट हो नहीं। तो यहाँ निहती भाव में कथा रहा तो निहती मात्रा वीडियो केमती लगे प्लीज कमेंट माध्यम जनइतु आपण मैंने केते एक्साइटमेंट अच्छे गोटे भूत मूवी देखा ओडिया इंडस्ट्री तरफ आपंकर केते इच्छा होची दर्पण मूवी देखा प्लीज कमेंट माध्यम जनईदेवे। वीडियो को ए सुधा जो मैंने भी लाइक करना प्लीज वीडियो को लाइक करके चैनल को सब्सक्राइब कर देखी वीडियो को पूरा शेयर करूँ टोकाटो बुढ़ा जाए देखा दरकार जानवा दरकार शुणा दरकार दर्पण आसूची दर्पण तो आम दैनंदिन देखुचु से दर्पण जो मिरर अच्छी बुझे से मिरर रो पछर कहानी कौ भाई गोटे भूत एलिमेंट्स माने कहानी को लेकिन आज्ञा दर्पण भी आसी निहती देखु निकट प्रेक्षालय बहुत बहुत जल्दी भितर रिलीज होची एही मासरे ही रिलीज हो। ओके तो बाय बाय जय जगन्नाथ।